ଶ୍ରାବଣ ମାସରେ ଆମିଷ ଛାଡ଼ିବା ପଛରେ ରହିଛି ଚାରୋଟି ବଡ଼ କାରଣ। ଶ୍ରାବଣ ମାସରେ ଆମିଷ ବାରଣ। ଅନେକ ଲୋକ ଶ୍ରାବଣ ମାସରେ ଶିବଙ୍କ ଶରଣରେ ରହି ମାସକ ଯାକ ଆମିଷ ଛାଡ଼ିଥାନ୍ତି। କେହି କେହି ମାନସିକ ଧରି ମହାଦେବଙ୍କ ପାଖରେ ଜଳ ଲାଗି କରିଥାନ୍ତି, ଯେଉଁଥିପାଇଁ ଶ୍ରାବଣ ମାସଟା ସାରା ମଦ ମାଂସଠାରୁ ଦୂରେଇ ରହିଥାନ୍ତି। ଏପରି ଅନେକ ଯୁକ୍ତି ଦିଆଯାଇଛି ଯାହା ନିଶ୍ଚିନ୍ତ କରେ ଯେ ଶ୍ରାବଣ ମାସରେ ମଦ ମାଂସଠାରୁ ଦୂରେଇ ରହିବା କାହିଁକି ଆବଶ୍ୟକ। ଏହା କରିବା ପଛରେ ଧାର୍ମିକ, ବୈଜ୍ଞାନିକ ଏବଂ ସାମାଜିକ କାରଣ ଦିଆଯାଇଛି। ଏବେ ଆସନ୍ତୁ ବୁଝିବା ଯେ ବିଜ୍ଞାନ ଏଗୁଡ଼ିକ ଉପରେ କାହିଁକି ଗୁରୁତ୍ୱ ଦିଏ। ଶ୍ରାବଣ ଅର୍ଥ ବର୍ଷା ଋତୁ। ଏହି ଋତୁରେ ଆର୍ଦ୍ରତା ବୃଦ୍ଧି ପାଏ। ଏପରି ପାଗରେ ସଂକ୍ରମଣର ଆଶଙ୍କା ବହୁତ ଅଧିକ ଥାଏ। ମାଂସରେ ବ୍ୟାକ୍ଟେରିଆ ଏବଂ ଭାଇରସ୍ ଦ୍ରୁତ ଗତିରେ ବୃଦ୍ଧି ପାଏ। ଏହା ଶୀଘ୍ର ପଚିଯାଏ ଏବଂ ପ୍ରଦୂଷଣ ହେବାର ଆଶଙ୍କା ଥାଏ, ଯାହା ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ବୃଦ୍ଧି ପାଏ। ଚାରୋଟି ବଡ଼ କାରଣ: ପ୍ରଜନନ ମାସ ଏବଂ ବାନ୍ତି ଏବଂ ଝାଡ଼ାର ଆଶଙ୍କା। ମୌସୁମୀ ଋତୁ ହେଉଛି ମାଛଙ୍କ ପ୍ରଜନନ ଋତୁ। ଅନେକ ରାଜ୍ୟରେ ସରକାର ଏହି ସମୟରେ ମାଛ ନ ଧରିବା ପାଇଁ ନିର୍ଦ୍ଦେଶ ଜାରି କରନ୍ତି। ବିଶେଷଜ୍ଞମାନେ ଏହି ଋତୁରେ ମାଛ ନ ଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି। ଏହାର ଅନେକ କାରଣ ଅଛି। ପ୍ରଥମତଃ, ବର୍ଷା ଋତୁରେ ଜଳ ପ୍ରଦୂଷଣ ବୃଦ୍ଧି ପାଏ। ମାଛ ମାଧ୍ୟମରେ ମଣିଷକୁ ସଂକ୍ରମଣ ବ୍ୟାପିବା ଏବଂ ବାନ୍ତି ଏବଂ ଝାଡ଼ା ହେବାର ଆଶଙ୍କା ଥାଏ। ପରଜୀବୀ ଏବଂ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରେ, ଯାହାପରେ ଖାଇବା ଦ୍ୱାରା ମଣିଷକୁ ବ୍ୟାପିପାରେ। 2. ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ବର୍ଷା ଋତୁ ସଂକ୍ରାମକ ରୋଗ ପାଇଁ ମଧ୍ୟ ଜଣାଶୁଣା। ଏହି ଋତୁରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ସଂକ୍ରାମକ ରୋଗ କେବଳ ମଣିଷକୁ ନୁହେଁ, ବରଂ ପଶୁମାନଙ୍କୁ ମଧ୍ୟ ପ୍ରଭାବିତ କରେ। ଏହି କାରଣରୁ ମାଂସ ଭୋଜନ ଅନେକ ରୋଗକୁ ନିମନ୍ତ୍ରଣ କରିପାରେ। ତେଣୁ ଆୟୁର୍ବେଦରେ ବର୍ଷା ଋତୁକୁ ହାଲୁକା ଏବଂ ନିରାମିଷ ଖାଦ୍ୟ ଖାଇବାର ସମୟ ବୋଲି କୁହାଯାଏ। ନନଭେଜ୍ ସହଜରେ ହଜମ ହୁଏ ନାହିଁ। ବର୍ଷା ଋତୁରେ ମେଟାବଲିଜିମ୍ ଅର୍ଥାତ୍ ପାଚନ ଶକ୍ତି ଦୁର୍ବଳ ହୋଇଥାଏ। ନିରାମିଷ ଖାଦ୍ୟକୁ ତାମସିକ ଖାଦ୍ୟ ଭାବରେ ବିବେଚନା କରାଯାଏ, ଯାହା ସହଜରେ ହଜମ ହୁଏ ନାହିଁ। ଫଳସ୍ୱରୂପ ଏହାକୁ ହଜମ କରିବା ପାଇଁ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଯେତେବେଳେ ଶରୀର ଉପରେ ହଜମ ପାଇଁ ଅତିରିକ୍ତ ଚାପ ପଡ଼ିଥାଏ, ସେତେବେଳେ ଗ୍ୟାସ୍, ବଦହଜମି, ଏସିଡିଟି ଏବଂ ଭାରି ଅନୁଭବ ହୋଇପାରେ। ପୂର୍ବରୁ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ସମସ୍ୟାକୁ ବଢ଼ାଇପାରେ। ଆର୍ଦ୍ର ପାଗରେ ମଦ୍ୟପାନ ଶରୀରକୁ ପାଣି ବାହାର କରିଦିଏ। ଗ୍ରୀଷ୍ମ ଋତୁରେ ଅଧିକ ପାଣି ପିଇବା ଉଚିତ କାରଣ ଝାଳ ବୋହିଥାଏ। ଏହାପରେ ଆରମ୍ଭ ହେଉଥିବା ବର୍ଷା ଋତୁ ଶରୀରରୁ ଆହୁରି ଅଧିକ ପାଣି ବାହାର କରିଦିଏ। ଫଳସ୍ୱରୂପ ଶରୀର ପୂର୍ବ ଅପେକ୍ଷା ଅଧିକ ପାଣିର